ଅତୀତ ରାତିରେ ମଧ୍ୟ ଆଲୋଚନା ହେଇଛି। 1999 ମସିହାରେ 3 ଦିନ 3 ରାତି ଆଲୋଚନା ହେଇଛି ସଂସ୍କୃତି ବିଶ୍ୱବିଦ୍ୟାଳୟ ଉପରେ ଏବଂ ପରବର୍ତ୍ତୀ ସମୟରେ ଆପଣ 2003ରେ ମଧ୍ୟ ଏମିତି ରାତି ଯାକ ଆଲୋଚନା ହେଇଥିଲା, ସକାଳ ଯାକେ ସରିଥିଲା ପୋଲିସ ସଂଶୋଧନ ବିଲ୍। ସେମିତି ଯଦି ପ୍ରକୃତରେ ଦେଖିବାକୁ ଗଲେ ସେମିତି କିଛି ଲାଭ ନାହିଁ। ରାତି ଅନିଦ୍ରା ହେଇକି ଆଲୋଚନା କଲେ ଯେ ଗୋଟେ ବିଲ୍ର ସବୁ ବିଷୟରେ ଜୋରଦାର ତର୍ଜମା ହେଇଯିବ କିମ୍ବା ରାତି ଦିନରେ କଲେ ବେଦ ଅଶୁଦ୍ଧ ହେଇଯିବ, ସେମିତି କିଛି ନାହିଁ। ମୁଁ ଭାବିଲି ଯେ ମୋହନ ସରକାର ଇଏ ଆଉ ଏକ ରେକର୍ଡ଼ ସୃଷ୍ଟି କରିବାକୁ ଚାହୁଁଛନ୍ତି, ଯଦି 20 ବର୍ଷ ତଳେ ଗୋଟେ ରେକର୍ଡ଼ ଥିଲା। ତେଣୁ ମୁଁ ଭାବୁଛି ଯେ ମୋହନ ସରକାର ସବୁ କ୍ଷେତ୍ରରେ ଦେଖିବେ ଆପଣଙ୍କର ଏଇ ଯେଉଁ ବଜେଟ୍ ଅଧିବେଶନଟି ବହୁତ ଦୃଷ୍ଟିରୁ ଅବିସ୍ମରଣୀୟ। ଗୋଟିଏ କଥା ହେଲା, ଗୋଟିଏ ପ୍ରସଙ୍ଗରେ କଂଗ୍ରେସ ଗୃହ ଅଚଳ କରାଇଦେଲା, ଗୋଟିଏ ପ୍ରସଙ୍ଗରେ 14ଟି ବିଧାୟକ ନିଲମ୍ବିତ ହୋଇଗଲେ, ବିଜେପି ବିଧାୟକ ସହିତ ପୋଲିସଙ୍କର ଧସ୍ତାଧସ୍ତି ହେଲା, ବିଧାନସଭା ଭିତରେ ବିଜେପି କଂଗ୍ରେସ ବିଧାୟକ ଧସ୍ତାଧସ୍ତି ମୁହଁ ମାନେ ବାଡ଼ିଆ ପିଟା ପର୍ଯ୍ୟନ୍ତ କଥା ଗଲା। ଏମିତି ସ୍ମରଣୀୟ ଘଟଣା ଭିତରେ ଇଏ ମଧ୍ୟ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଗଲା। ତେଣୁ ରାତି ଦିନ ଅନିଦ୍ରା ହେଇକି ମନେକର ଆପଣ କହିବେ କ'ଣ ଲାଭ ହେଲା, ମୁଁ କହିବି ଆଜ୍ଞା କାଲି ବିରୋଧୀ ଦଳ ପକ୍ଷରୁ ପାଖାପାଖି 12ଟି ଏକ କ୍ଲଜ୍ରେ ଅନେକ ସଂଶୋଧନ ପ୍ରସ୍ତାବ ଦିଆଗଲା, କିନ୍ତୁ ସରକାର ତାକୁ ଗ୍ରହଣ କଲେ କି? ଅତଏବ ସରକାର ଯେଉଁ ଆଇନଟି ଆଣିଛନ୍ତି ସେଇଟାକୁ ଯଥାର୍ଥ ଏବଂ ଠିକ୍ ବୋଲି ଭାବିଛନ୍ତି। ମୋ କହିବା କଥା ଯେ ଗୋଟିଏ ସଂଶୋଧନ ହେଲା ନାହିଁ, ସେ ଆଲୋଚନାର ମୂଲ୍ୟ କ'ଣ? ଆମେ 10-15 ଜଣ ବସିକି ଆଲୋଚନା କରିବା ଏ ଜିନିଷଟି କେମିତି ଭଲ ଭାବରେ ହେବ। ଆମେ 10-5 ଜଣ ପରାମର୍ଶ କିଛି ଦେବା, ଆଉ ତାକୁ ଯଦି ଗ୍ରହଣ କରିବା ତାହେଲେ ଆମେ ଜାଣିବା ସେ ବୈଠକର କିଛି ଗୋଟେ ମୂଲ୍ୟ ରହିଛି। କିନ୍ତୁ କାଲି 12 ଘଣ୍ଟା 30 ମିନିଟ୍ ପାଖାପାଖି ଆଲୋଚନା କରାଗଲା, କିନ୍ତୁ କୌଣସି ଗୋଟିଏ ସଂଶୋଧନ ପ୍ରସ୍ତାବକୁ ସରକାର ଗ୍ରହଣ କଲେନି। ତାମାନେ ସରକାର ଯାହା ଲେଖିଥିଲେ ତାହା ଯଦି ଠିକ୍, ତେଣୁ ସେ ଆଲୋଚନାରେ କିଛି ମାନେ ହିଁ ନଥିଲା। ମୁଁ ଭାବିବି ଏଇଟା ଗୋଟେ ରେକର୍ଡ଼ କରାଗଲା ଯେ ସାରା ରାତି ଚାଲିଲା ମୋହନ ସରକାରଙ୍କ ଅମଳରେ, ଯେମିତି ଆମେ କହୁଛୁ 20 ବର୍ଷ ତଳେ ହେଇଥିଲା। ତେଣୁ ଆଉ 10 ବର୍ଷ ତଳେ ପରେ କହିବେ ଆପଣ ଯେ 10 ବର୍ଷ ତଳେ ମୋହନ ସରକାରଙ୍କ ଅମଳରେ ଗୋଟେ ଏମିତି ରାତି ଦିନ ବସିକି ଆଲୋଚନା ହେଇଥିଲା। କିନ୍ତୁ ଆଉ ଗୋଟିଏ ପ୍ରଶ୍ନ ଜଣେ ସାମ୍ବାଦିକ ବନ୍ଧୁ ମୋତେ ପଚାରିଲେ, 3 ଦିନ 3 ରାତି ଆଲୋଚନା ହେଲା ପରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୌଣସି ପ୍ରଗତି ହାସଲ ହୋଇପାରି ନାହିଁ। ତେଣୁ ଆଜି ରାତି ଦିନ ଅନିଦ୍ରା ହେଇ ଯେଉଁ ଆଲୋଚନାଟି ହେଇଛି ତାହା ଆଇନ ଅନୁସାରେ କେତେ ଦୂର କାର୍ଯ୍ୟକ୍ରମ କରୁଛି ଏବଂ ଆଗାମୀ ଦିନରେ କ'ଣ ସମସ୍ୟା ହେଉଛି ଆମେ ଟିକେ ସମୟ ନେବା, ତାପରେ ବିଶ୍ଳେଷଣ କଲେ ବୋଧହୁଏ ଠିକ୍ ହେବ ବୋଲି ମନେ କରୁଛି। ଆଜ୍ଞା ଦେଖିବା ବର୍ତ୍ତମାନ ରାଜ୍ୟସଭା ନେତ୍ରୀ ଖାଲି ତାତ୍ସଲ୍ୟ କରୁଛନ୍ତି ସିଏମ୍ ଯେ ଗୋଟେ ଗୀତ ମାଧ୍ୟମରେ ତାତ୍ସଲ୍ୟ କରିଛନ୍ତି, ଛେନାପୋଡ଼ ପଖାଳ ଏମିତି ନେଇକି ଗୋଟେ ରାଜ୍ୟସଭା ନେତ୍ରୀଟେ କରିବାଟା କେତେ ଦୂର ଠିକ୍ ଆପଣ ଭାବୁଛନ୍ତି? ଆଜ୍ଞା ଆଜିକାଲି ଗିବିଲି ଷ୍ଟୁଡ଼ିଓ ବର୍ତ୍ତମାନ ହାଇଲାଇଟ୍ ହେଇଛି ଇଣ୍ଟରନ୍ୟାସନାଲ୍ ଲେବୁଲ୍ରେ ସୋସିଆଲ୍ ମିଡ଼ିଆରେ, ଏବଂ ଓଡ଼ିଶାରେ ବର୍ତ୍ତମାନ ସୁଲତା ଷ୍ଟୁଡ଼ିଓ ହାଇଲାଇଟ୍ ହେଇଛି। ତାଙ୍କର ଭଲ ଭଲ ଗୀତ ଆଉଛି, ଭଲ ଭଲ କଥା କହୁଛନ୍ତି, ମିଲିୟନ୍ ଲକ୍ଷ ଭିଉଅର୍ ଯାଉଛି। କିନ୍ତୁ ଆମର ସବୁବେଳେ ଗୋଟେ ଲେଖା ଡିଗ୍ନିଟି ରହିଥାଏ, କେଉଁ ଲୋକ କେଉଁଟା କରିବେ। ଫେସବୁକ୍ ଟ୍ରୋଲ୍ ଯାହା କରିବେ, ଯଦି ନବୀନ ପଟ୍ଟନାୟକ କାଲି ସବୁଦିନ ଏମିତିଆ କରିବେ ମିଲିୟନ୍ ଭିଉ ଆସିବ, କିନ୍ତୁ ସେଇଟା କ'ଣ କରିବା ସମୀଚୀନ କି? ଆପଣ ଜଣେ ସାଂସଦ, ଆପଣଙ୍କୁ ସାଂସଦ ଯେତେବେଳେ ବିରୋଧ କରିବେ ଗୋଟେ ଜ୍ଞାନ ଗରିମା ସହିତ ବିରୋଧ କରନ୍ତୁ। ଏ ଟ୍ରୋଲ୍ ଭଳି କିଏ ତାଳି ମାରିଦେବା ପାଇଁ ଆମେ ସମସ୍ତେ ଯଦି ଡେଇଁବା ତାହେଲେ ତ କିଛି ମାନେ ନାହିଁ। ତାହେଲେ ଆପଣ MP କାହିଁ ହେଲେ? ତାହେଲେ ଆପଣ କାଲି ଲୋକ ଯେତେବେଳେ ଆପଣଙ୍କୁ ଶୋଧାବକା କରୁଛନ୍ତି, ଆପଣ ଜଣଙ୍କ ନାଁରେ ଅତୀତରେ ମଧ୍ୟ କେସ୍ ଦେଇଛନ୍ତି। ଗୋଟେ ସାଧାରଣ ଲୋକ ଆପଣ ଯେତେବେଳେ ଗାଳିମନ୍ଦ କରୁଛନ୍ତି ସୋସିଆଲ ମିଡ଼ିଆରେ ବିଜେପି କଂଗ୍ରେସ, କେସ୍ ବାସ୍ ଆଡ଼କୁ କଥା ଯାଉଛି? ଆଦୌ ଯାଉନାହିଁ। ସୋସିଆଲ ମିଡ଼ିଆରେ ଯିଏ ଯାହାର 2 ଅକ୍ଷରେ 4 ଅକ୍ଷରେ ଉଡ଼େଇକି କାମ ସାରୁଛନ୍ତି, କିନ୍ତୁ ଆପଣ କାହିଁ କେସ୍ ଦେଉଛନ୍ତି ଯେ ମୁଁ ଗୋଟେ MP, ମୋତେ ଗୋଟେ ଅପମାନିତ କରାହେଉଛି, ମୋତେ ଇଏ କରାହେଉଛି? ତେଣୁ ଆମର ପ୍ରଶ୍ନ ହେଉଛି ଗୋଟେ ଆପଣ ଗୋଟେ ସ୍ୱାଧିକାର ଆଜି ବିରୁଦ୍ଧରେ ଗୋଟେ କେସ୍ଟେ ମଧ୍ୟ ସୁଲତା ଦେଉ ଦେଇଥିଲେ। ଆମର ପ୍ରଶ୍ନ ହେଉଛି ଆପଣ MP ବୋଲି ଆପଣଙ୍କୁ ଅପମାନିତ କରାଗଲା, ସେଥିପାଇଁ ମୁଁ କେସ୍ ଦେଇଦେଲି, କିନ୍ତୁ ଆପଣ MPର ପଦମର୍ଯ୍ୟାଦା ରଖୁଛନ୍ତି ତ? MPଙ୍କର କାମ କ'ଣ ଏ ଯାତ୍ରା କରିବା? ଯଦି ସେୟା ହୁଏ ତାହେଲେ ବେଟର୍ ମୁଁ ନବୀନ ପଟ୍ଟନାୟକଙ୍କୁ କହିବି ଆପଣ ଶଙ୍ଖ ଭବନରେ ଗୋଟେ ସୋସିଆଲ ମିଡ଼ିଆ ସେଲ୍ କରିଦିଅନ୍ତୁ ଏବଂ ସୁଲତା ଷ୍ଟୁଡ଼ିଓ ନାଁରେ ଗୋଟିଏ ଚାମ୍ବର ମଧ୍ୟ ଖୋଲନ୍ତୁ। କାରଣ ଆପଣଙ୍କ ପାଖରେ ଜଣେ ଏତେ ବଡ଼ ସୋସିଆଲ ମିଡ଼ିଆର ଭାଇରାଲ୍ ଫିଗର ଅଛନ୍ତି, ଆପଣ କାହିଁକି ବାହାରେ ଆଉ ସୋସିଆଲ ମିଡ଼ିଆରେ ପ୍ରମୋସନ୍ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି? ଆପଣ ଦେଖିବେ ଗତ ନିର୍ବାଚନରେ ପାଖାପାଖି 40 କୋଟି ଟଙ୍କା ଫେସବୁକ୍ ସୋସିଆଲ ମିଡ଼ିଆ ବିଭିନ୍ନ ପ୍ରକାର ବାଜେରେ ବିଜେଡ଼ି ଖର୍ଚ୍ଚ କରିଦେଇଛି। ବରଂ ସେତିକି ଅର୍ଥ ଦେଇ ସୁଲତା ଦେଉଙ୍କୁ ଆଗକୁ ନିଅନ୍ତୁ, ଆମେ ନବୀନ ପଟ୍ଟନାୟକଙ୍କୁ ଏତିକି ଅନୁରୋଧ କରିପାରିବା।